ओम नमो भगवते वासुदेवाय नमः। नमस्कार बंधुगण आपण मानक आम यूट्यूब चैनल को पुणी थे स्वागतम एवं शुभकामना। फ्रेंड्स, आज ए भिडियो आपण मानक कहवाक जाऊँगी कि आगामी यही 2 दिन अर्थात एप्रिल मासर 7 तारीख एवं 8 तारीखर दिन आपण समस्त किपरि भाव कटिबा जाऊँगी। आजिर ଏହି 2 ଦିନର ଅନୁଚିନ୍ତାରେ ମୁଁ ଆପଣ ସମସ୍ତଙ୍କ ପାଇଁକିନା ଖୁବ୍ ସୁନ୍ଦର ଉଦାହରଣଟିଏ ନେଇକିନା ଆସିଛି। କାହାର ଧନ ଚୋରି କରେ ନାହିଁ, ହେଲେ ବି ସେ ଲୋକଙ୍କର ପ୍ରିୟ ହୋଇପାରେ ନାହିଁ। କୋଇଲି କାହାକୁ ଧନ ଦେଇ ନଥାଏ, ହେଲେ ବି ସେ ଲୋକଙ୍କ ପ୍ରିୟ ହୋଇଥାଏ। ମୋର ଖାଲି ଏତିକି କି ସମସ୍ତଙ୍କୁ ମିଠା ମିଠା କଥା କୁହନ୍ତୁ, ଲୋକ ଆପେ ଆପେ ତୁମର ହୋଇଯିବେ। ଆପଣମାନଙ୍କର ଏହି 2 ଦିନରେ କିପରି ଭାବରେ ଲଭ୍ ଲାଇନ୍ ସ୍ଥିତି କିପରି ଭାବରେ ରହିବ, ଆପଣମାନଙ୍କର ବେପାର କିପରି ଭାବରେ ରହିବ, ଆପଣମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ କିପରି ଭାବରେ ରହିବ, ସେ ସମସ୍ତ ବିଷୟରେ ମୁଁ ଆପଣମାନଙ୍କୁ କହିବି। ଆଜି ଆପଣମାନଙ୍କର ଆର୍ଥିକ ସ୍ଥିତି କାଫି ଅନୁକୂଳ ରହିବା ପାଇଁକିନା ଯାଉଅଛି। ଆର୍ଥିକ ଭାବରେ ଆପଣମାନଙ୍କୁ ବହୁତ ଭଲ ଲାଭ ମଧ୍ୟ ପ୍ରାପ୍ତ ହେବ। କୌଣସି ବ୍ୟବସାୟିକ କାର୍ଯ୍ୟକ୍ରମ ଏବଂ କମ୍ପାନୀ କ୍ଷେତ୍ରରେ ଆପଣମାନଙ୍କୁ ବିଶେଷ ଭାବରେ ବହୁତ ଭଲ ଧରଣର ଲାଭ ମଧ୍ୟ ପ୍ରାପ୍ତ ହେଉଛି। ଆଜି ଆପଣମାନଙ୍କର କାର୍ଯ୍ୟକ୍ରମକୁ ନେଇକିନା କୌଣସି ଜାଗାକୁ ଯାତ୍ରା ମଧ୍ୟ ହୋଇପାରେ, ଯାହା ଆପଣମାନଙ୍କ ପାଇଁକିନା ଲାଭଦାୟକ ସିଦ୍ଧ ମଧ୍ୟ ହେବ। ତା ସହିତ ଶିକ୍ଷା କ୍ଷେତ୍ରରେ ଆପଣମାନଙ୍କୁ ଅନୁକୂଳ ପରିଣାମ ମଧ୍ୟ ପ୍ରାପ୍ତ ହେବ। ତା ସହିତ ଉଚ୍ଚ ଶିକ୍ଷା ପ୍ରୟାସରତ ବ୍ୟକ୍ତିମାନଙ୍କୁ ଅଧିକ ଲାଭ ମଧ୍ୟ ପ୍ରାପ୍ତ ହେବ। ଆପଣମାନଙ୍କର ଏ ଦିନରେ ଜ୍ଞାନର ବୃଦ୍ଧି ମଧ୍ୟ ହେବ। ତା ସହିତ ବରିଷ୍ଠ ଏବଂ ଅନ୍ୟାନ୍ୟ ଲୋକମାନଙ୍କ ଦ୍ୱାରା ଆପଣମାନଙ୍କୁ ସମ୍ମାନ ମଧ୍ୟ ପ୍ରାପ୍ତ ହେବ। ଆମ କାର୍ଯ୍ୟ କ୍ଷେତ୍ରରେ ଆପଣମାନେ କୌଣସି ପ୍ରତିକରଣ ମଧ୍ୟ କରିପାରନ୍ତି, ଯାହା ଆପଣମାନଙ୍କ ପାଇଁକିନା ଅବଶ୍ୟ ହିଁ ଭଲ ପ୍ରାପ୍ତ ମଧ୍ୟ ହେବ। ତା ସହିତ ପରିବାରର ସବୁ ବ୍ୟକ୍ତିମାନେ ବହୁତ ଜୋଶରେ ମଧ୍ୟ ଆସିବେ। ଘର ପରିବାରରେ ଉତ୍ସାହର ଉଲ୍ଲାସ ମଧ୍ୟ ଆପଣମାନଙ୍କୁ ଦେଖିବା ପାଇଁକିନା ମିଳିବ। ଏ ଦିନରେ ଆପଣମାନେ ପ୍ରପର୍ଟି ସମ୍ବନ୍ଧିତ କୌଣସି ବିଚାର ମଧ୍ୟ କରିପାରିବେ। ତା ସହିତ ସମ୍ବନ୍ଧତଃ ଆପଣମାନେ କୌଣସି ପ୍ରପର୍ଟି ମଧ୍ୟ କିଣିପାରନ୍ତି। ତା ସହିତ ଧନ ଧାନ୍ୟ ଅଚଳ ପ୍ରାପ୍ତି ପାଇଁ ମଧ୍ୟ ଆପଣମାନଙ୍କ ପାଇଁକିନା ଏ ଦିନ ବହୁତ ଭଲ ରହିବ। ତା ସହିତ ଯଦି କହିବେ କି ଆପଣମାନଙ୍କ ପାଇଁକିନା ଏ ଦିନ ବହୁତ ମଉଜ ମଜଲିସ୍ ଏବଂ ଆପଣମାନଙ୍କ ଆନନ୍ଦରେ ହିଁ ଭରିକି ରହିବ। କାହିଁକିନା ଆପଣମାନେ ଜୀବନ ପୁରା ଭଲ ଭାବରେ ହିଁ ଜିଇ ନେବେ। ତା ସହିତ ଆପଣମାନଙ୍କର ମନୋବଳ ପୁରା କାମ ବଳରେ ସମର୍ପିତ ମଧ୍ୟ ରହିବେ, ଯାହାଦ୍ୱାରା ଆପଣମାନଙ୍କୁ ନୂଆ ଉପଲବ୍ଧି ମଧ୍ୟ ପ୍ରାପ୍ତ ହେବ। ତା ସହିତ ଆପଣମାନଙ୍କର ଟିକେ ବି ପରିଶ୍ରମ ଆପଣମାନଙ୍କୁ ଭରପୁର ମାତ୍ରାରେ ସଫଳତା ମଧ୍ୟ ପ୍ରାପ୍ତ ହେବ, ଯାହାଫଳରେ ଆପଣମାନଙ୍କୁ କାଫି ଖୁସି ମଧ୍ୟ ଅନୁଭବ ହେବ। ସେଥିପାଇଁ କିନା ଆପଣମାନେ ସମୟର ସଦ୍ ଉପଯୋଗ ମଧ୍ୟ କରନ୍ତୁ, କାହିଁକିନା ଆପଣମାନଙ୍କୁ ବହୁତ ଭଲ ଧରଣର ଲାଭ ମଧ୍ୟ ପ୍ରାପ୍ତ ହୋଇପାରେ। ତାହା ପାଇଁକିନା କାଫି ଅନୁଭବ ମଧ୍ୟ ଆପଣମାନଙ୍କୁ ଖୁସି ଅନୁଭବ ହେବ। ପରିବାରର ମାହୋଲ ଆଜି ବିଗିଡ଼ି ଯିବାର ସମ୍ଭାବନା ମଧ୍ୟ ଅଛି। ସେଥିପାଇଁକିନା ପାରିବାରିକ ସ୍ଥିତିକୁ ଅନୁକୂଳ କରିକି ରଖିବାର ଜଣେ ଆଉ ଜଣଙ୍କ ସମ୍ବନ୍ଧ ରଖିବା ବହୁତ ଆବଶ୍ୟକତା ମଧ୍ୟ ରହିଛି। ତା ସହିତ ଆପଣମାନେ ସାହସ ଏବଂ ପରାକ୍ରମ ହେବା ସହିତ ଜଣେ ଜିମ୍ମେଦାରୀ ବ୍ୟକ୍ତି ମଧ୍ୟ ଅଟନ୍ତି। ସେଥିପାଇଁ କି ଘର ପରିବାର ପ୍ରତି କିନା ଆପଣମାନେ ଭଲ ବ୍ୟବହାର ରଖିକି ଜଣେ ଆଉ ଜଣକୁ ଯୋଡ଼ିବା ପାଇଁକିନା ମଧ୍ୟ ପ୍ରୟାସ କରନ୍ତୁ। ତା ସହିତ ଆପଣମାନଙ୍କୁ ବିଶେଷ ଭାବରେ ଯଦି କହିବି, ଆପଣମାନଙ୍କୁ କାର୍ଯ୍ୟସ୍ଥଳକୁ ନେଇକି କୌଣସି ଅସନ୍ତୁଷ୍ଟି ଭାବନା ମଧ୍ୟ ହୋଇପାରେ। କାହିଁକିନା ଆପଣମାନେ ଯେତେ ଅଧିକ ପରିଶ୍ରମ କରିବେ, ଆପଣମାନଙ୍କୁ ଲାଗିବ ହିଁ ଆପଣମାନଙ୍କୁ ସେତିକି ହିଁ ଲାଭ ମଧ୍ୟ ପ୍ରାପ୍ତ ହେଉନାହିଁ। ସେଥିପାଇଁ କିନା ଆପଣମାନେ କେତେ ଟାଇମ୍ ପର୍ଯ୍ୟନ୍ତ ଆପଣମାନଙ୍କୁ ନିଜକୁ ପରିବର୍ତ୍ତନଶୀଳ ବୋଲି ଅନୁଭବ ମଧ୍ୟ କରିବେ। ତା ସହିତ ଆପଣମାନେ ଭୁଲ ସଙ୍ଗତ ଏବଂ ଭୁଲ ବ୍ୟକ୍ତିମାନଙ୍କ ଠାରୁ ଦୂରେଇ ରଖିବା ପାଇଁକିନା ଆପଣମାନେ ଚେଷ୍ଟା ମଧ୍ୟ କରନ୍ତୁ। ଅନ୍ୟଥା ଆପଣମାନଙ୍କୁ ଆର୍ଥିକ ସମସ୍ୟା ମଧ୍ୟ ଫେସ୍ କରିବା ପାଇଁକିନା ପଡ଼ିପାରେ। ମାନସିକ ଅଶାନ୍ତି ଏବଂ କାର୍ଯ୍ୟ ବ୍ୟବସ୍ଥାରେ ଆପଣମାନଙ୍କର ବ୍ୟବଧାନ ମଧ୍ୟ ଉତ୍ପନ୍ନ ହେବ। ମନରେ ପରିବର୍ତ୍ତନ ତଥା କାର୍ଯ୍ୟସ୍ଥଳରେ ବାଧା ମଧ୍ୟ ଆପଣମାନଙ୍କର ଉତ୍ପନ୍ନ ମଧ୍ୟ ହେବ। ସେଥିପାଇଁ କିନା ଆପଣମାନେ ସାବଧାନତା ରୁହନ୍ତୁ। ଏ ଦିନରେ ଆପଣମାନଙ୍କର ସ୍ୱଭାବ କିଛି ପ୍ରୋବ୍ଲେମ୍ ମଧ୍ୟ ଆପଣମାନଙ୍କୁ ଉତ୍ପନ୍ନ କରିବ। ପିଲାମାନଙ୍କ ଉପରେ ଅଧିକ ଅନୁଶାସନ ରଖିବା ସେମାନଙ୍କ ପାଇଁକିନା ପ୍ରୋବ୍ଲେମ୍ ମଧ୍ୟ ଆସିପାରେ। ସେଥିପାଇଁ କିନା ଆପଣମାନେ ଟିକେ ସ୍ୱଭାବରେ ଲଚିଲାପନ ନେଇକିନା ଆସନ୍ତୁ। ତା ସହିତ କେତେ ସାରା ମତଭେଦ ମଧ୍ୟ ଉତ୍ପନ୍ନ ହୋଇପାରେ।
ତା ସହିତ ଆପଣମାନେ ଏଇ ଦିନ ମାନଙ୍କରେ ତରତର ହୋଇକିନା କୌଣସି ନିବେଶ ଏବଂ କାର୍ଯ୍ୟ କିଛି ବି କରନ୍ତୁ ନାହିଁ। ଯଦି ଆପଣମାନେ ସବୁ କାର୍ଯ୍ୟକୁ ଠିକ୍ ଭାବରେ ପରଖିବେ ନାହିଁ ତ ଆପଣମାନଙ୍କୁ ନୁକସାନ ମଧ୍ୟ ହୋଇପାରେ। ତା ସହିତ ଅଚାନକ ଯାତ୍ରା କାରଣରୁ ଆପଣ ପାପା ଧାପି ଏବଂ ଚିନ୍ତାର କାରଣ ମଧ୍ୟ ହୋଇପାରେ। ଉଦ୍ଧାର ମାଗୁଥିବା ଲୋକଙ୍କୁ ନଜରଅନ୍ଦାଜ କରନ୍ତୁ। ତା ସହିତ ଯଦି କହିବେ କି ଆପଣମାନେ ଟିକେ ସାବଧାନତା ମଧ୍ୟ ରୁହନ୍ତୁ। ଯଦି ଆପଣମାନଙ୍କର ଦାମ୍ପତ୍ୟ ଜୀବନ ବିଷୟରେ ଯଦି ମୁଁ ଆପଣମାନଙ୍କୁ କହିବି ତ ଆପଣମାନଙ୍କର ଏ ଦିନ ପ୍ରେମ ଜୀବନ ପାଇଁକିନା ବହୁତ ହି ଭଲ ରହିବ। ତା ସହିତ ବିଶେଷ ଭାବରେ ଯଦି କହିବି କି ପ୍ରେମ ମାମଲା ପାଇଁ ଏ ଦିନ ଆପଣମାନଙ୍କ ପାଇଁକିନା ବହୁତ ହି ଉତ୍ତମ ରହିବ। ତା ସହିତ ଆପଣମାନେ ବିବାଦ ଠାରୁ ଦୂରେଇକିନା ରୁହନ୍ତୁ। କାହାର କହିବା କଥାରେ ଆପଣମାନେ କୌଣସି ବି କାର୍ଯ୍ୟ କରନ୍ତୁ ନାହିଁ। ଆପଣମାନଙ୍କୁ ନିଜ ଉପରେ ଭରସା ରଖିବା ପାଇଁକିନା ପଡ଼ିବ ଅଥବା ନିଜ ଉପରେ ଭରସା ରଖିକି ପ୍ରେମୀ ପ୍ରେମିକାଙ୍କ ଉପରେ ଆପଣମାନେ ଭରସା ରଖନ୍ତୁ ତଥା ତଥା ଜଣେ ଆଉ ଜଣଙ୍କ ପ୍ୟାରରେ ମଧ୍ୟ ରୁହନ୍ତୁ। କାହିଁକିନା ଏ ଦିନ ପ୍ରେମ ଜୀବନ ପାଇଁକିନା ବହୁତ ହି ଭଲ ବୋଲି ସାବ୍ୟସ୍ତ ମଧ୍ୟ ହେଉଛି। ଦିନରେ ଅବଶ୍ୟ ହିଁ ଲାଭ ଉଠାଇବାର ଅତି ଆବଶ୍ୟକତା ମଧ୍ୟ ରହିଛି। ଆପଣମାନେ କାହା ଆଗରେ ନିଜର ଜାହିରକୁ ଆଦୌ ବି ପ୍ରଦାନ କରନ୍ତୁ ନାହିଁ। ନିଜର ମୁକ୍ତ ଚିନ୍ତା ଆପଣମାନଙ୍କୁ କାଫି ଫାଇଦା ବୋଲି ଅନୁଭବ ମଧ୍ୟ କରିବ। ତା ସହିତ ଆପଣମାନଙ୍କୁ ଅଚାନକ ଲାଭ ମିଳିବାର ବିଶେଷ ଭାବରେ ଆପଣମାନଙ୍କ ପାଇଁକିନା ଯୋଗ ମଧ୍ୟ ବନୁଛି। ବାସ୍ ଆପଣମାନଙ୍କୁ କେବଳ ନିର୍ଣ୍ଣୟ ନେବା ପାଇଁକିନା ଆବଶ୍ୟକ ହିଁ ପଡ଼ିବ। ଘର ଡିଲିଂ କ୍ଷେତ୍ରରେ ମଧ୍ୟ ଆପଣମାନଙ୍କୁ ଅବଶ୍ୟ ହିଁ ଲାଭପ୍ରାପ୍ତ ହେବ। ତା ସହିତ ବ୍ୟବସାୟିକ କ୍ଷେତ୍ରରେ ଧନର ଲାଭ ମଧ୍ୟ ମିଳୁଛି। କାର୍ଯ୍ୟ ଆପଣମାନଙ୍କର ବହୁତ ଆସାନୀରେ ମଧ୍ୟ ସଫଳ ହୋଇଯିବ। କାରବାରର ବିସ୍ତାର ମଧ୍ୟ ଆପଣମାନେ ବନେଇ ପାରନ୍ତି ଯାହାଦ୍ୱାରା ଆପଣମାନଙ୍କୁ ଆଗକୁ ଯାଇକି ବହୁତ ଲାଭଦାୟକ ସିଦ୍ଧ ମଧ୍ୟ ହେବ। ତା ସହିତ ଆପଣମାନଙ୍କୁ ପଇସା ନେଣଦେଣରେ ଟିକେ ସାବଧାନତା ରଖିବାକୁ ପାଇଁକିନା ପଡ଼ିବ। ତା ସହିତ ପ୍ରପର୍ଟିରେ ମଧ୍ୟ ନିବେଶ କରିପାରନ୍ତି ଯାହା ଆଗକୁ ଯାଇକି ଆପଣମାନଙ୍କ ପାଇଁକିନା ଲାଭଦାୟକ ସିଦ୍ଧ ମଧ୍ୟ ହେବ। ତା ସହିତ ଚାକିରି ପେଶା ଲୋକମାନଙ୍କ ପାଇଁକିନା ଏ ଦିନ ବହୁତ ହି ଭଲ ରହିବ। ଚାକିରି ଭଳି କୌଣସି ଖୁସି ଖବର ମଧ୍ୟ ଆପଣମାନଙ୍କୁ ଏ ଦିନ ମାନଙ୍କରେ ପ୍ରାପ୍ତ ହେବ ଯାହାଫଳରେ ଆପଣମାନଙ୍କ ମନ ବହୁତ ହି ପ୍ରସନ୍ନ ମଧ୍ୟ ରହିବ। ଆଜି ଆପଣମାନଙ୍କର ସ୍ୱାସ୍ଥ୍ୟ ସମୃଦ୍ଧଶୀଳ ବନିକିନା ରହିବ କିନ୍ତୁ ଗ୍ରହମାନଙ୍କର ସ୍ଥିତି କାରଣରୁ କିନ୍ତୁ ଆପଣମାନଙ୍କୁ ସକାରାତ୍ମକ ଏବଂ ନକାରାତ୍ମକ ସ୍ଥିତି ଦେଖିବା ପାଇଁକିନା ମିଳିବ। ତା ସହିତ ଆପଣମାନଙ୍କୁ ଶାରୀରିକ ସ୍ୱାସ୍ଥ୍ୟ ଠାରୁ ମାନସିକ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାର ଅତି ଆବଶ୍ୟକତା ମଧ୍ୟ ରହିଛି। ତା ସହିତ ଆପଣମାନେ ଆପଣମାନଙ୍କର ଖାଦ୍ୟପେୟ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। କାହିଁକିନା ଆପଣମାନଙ୍କୁ ପେଟ ସମ୍ବନ୍ଧିତ କିଛି ରୋଗ ମଧ୍ୟ ଆପଣମାନଙ୍କୁ ଉତ୍ପନ୍ନ ହୋଇପାରେ। ଆପଣମାନେ ଟିକେ ସାବଧାନତା ରୁହନ୍ତୁ। ତା ସହିତ ଆପଣମାନେ ଆପଣମାନଙ୍କର ସ୍ୱାସ୍ଥ୍ୟକୁ ଆହୁରି ଅଧିକ ଭଲ ରଖିବା ପାଇଁକିନା ଆପଣମାନେ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ, ସୁଖାସନ କରନ୍ତୁ ଏବଂ ଆୟୁର୍ବେଦିକ ଜିନିଷର ସେବନ ମଧ୍ୟ କରନ୍ତୁ ଆଉ ସୁସ୍ଥ ରୁହନ୍ତୁ। ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିହାତି ଭାବରେ ଜଣାନ୍ତୁ। ରହୁଛି, ଧନ୍ୟବାଦ।